ବର୍ତ୍ତମାନ ଆମେ ବ୍ୟାସନଗର ସହରର ଯେଉଁ ଚାନ୍ଦମା ଗ୍ରାମ ଅଛି ସେଠି ବିରାଟ ବଡ଼ ଗଣେଶ ମୂର୍ତ୍ତି ଆପଣ ଦେଖିପାରୁଥିବେ, ଯାହା ଏଠି ଛୋଟ ଛୋଟ ପିଲାମାନେ ବହୁତ କଷ୍ଟ କରିକି ସମସ୍ତେ ଏକଜୁଟ ହୋଇ ଏଠି ଗଣେଶ ପୂଜା ପାଳନ କରୁଛନ୍ତି। ଆଉ ବହୁତ ସମାରୋହରେ ବର୍ତ୍ତମାନ ଆମର ସଂକୀର୍ତ୍ତନ କାର୍ଯ୍ୟକ୍ରମ ଚାଲିଛି। ଆଉ ବର୍ତ୍ତମାନ ଆମେ ଆଜି ପହଞ୍ଚୁଛୁ ବ୍ୟାସନଗର ସହରରେ। ଏହି ବ୍ୟାସନଗର ସହରରେ ଯେଉଁ ଚାନ୍ଦମା ଗ୍ରାମ ଅଛି ସମସ୍ତ ପିଲାମାନେ ମହା ସମାରୋହରେ ଗଣେଶ ପୂଜା ପାଳନ କରୁଛନ୍ତି। ଏହି ଯେଉଁ ପୂଜା କାର୍ଯ୍ୟକ୍ରମ ପ୍ରଥମ ବର୍ଷ ପାଳନ କରୁଛନ୍ତି। ଆପଣମାନେ ଦେଖୁଥିବେ ଯେଉଁ ଗଣବାବାଙ୍କର ମୂର୍ତ୍ତି ଅଛି, ବିରାଟ ବଡ଼ ମୂର୍ତ୍ତି, ଏବଂ ପ୍ରତ୍ୟେକ ଦିନ ସଂକୀର୍ତ୍ତନ ନାମ ସଂକୀର୍ତ୍ତନ ଭଜନ ସମାରୋହ କାର୍ଯ୍ୟକ୍ରମ ହେଉଛି। ଆଜି ତାଙ୍କର ଯେଉଁ ଏହି ସମାରୋହରେ ବର୍ତ୍ତମାନ ଆମେ ଦେଖୁଛନ୍ତି ଯେଉଁ କୀର୍ତ୍ତନ ମଣ୍ଡଳୀ ଦେଖୁଛନ୍ତି, ଆମେ ପଚାରି ବୁଝିବା এই କୀର୍ତ୍ତନ ମଣ୍ଡଳୀ ଆପଣ କେତେ ବର୍ଷ ଧରି ଆପଣ ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି? ଆଜ୍ଞା 2 ବର୍ଷ 2024 ପୁରୀକି 25 2 ବର୍ଷ ହେଇଯିବ। ଆଉ ଆପଣ ପରିଚୟ? ଆପଣ ସୁରେନ୍ଦ୍ର ସାମଲ, ଏଇ ଚାନ୍ଦମା। ଆଚ୍ଛା, ଯେଉଁ ଆମର ଯେଉଁ ମହିଳାମାନେ ଅଛନ୍ତି ସେ ଏ ଗୋଟେ ଗ୍ରୁପ ସଂଗଠନ କରି ଆପଣ ବାହାରକୁ ଯାଉଛନ୍ତି କୀର୍ତ୍ତନ? ବାହାରକୁ ବହୁତ ଆଡ଼ୁ ଡାକିଲେଣି, ଗତ ବର୍ଷଠୁ ଆଉ ବହୁତ ଆଡ଼ୁ ଡାକିଲେଣି। ଆମେ ଯାଇଛୁ, ସବୁଆଡ଼େ ଯାଇଛୁ, ପ୍ରତ୍ୟେକ ଜାଗା କାର୍ଡ଼ ଦେଇଛନ୍ତି, ଆମେ ବି ଯାଇଛୁ। ଆଜି ଯେଉଁ ଆମର ଯେଉଁ ଚାନ୍ଦମା ଗ୍ରାମରେ ଯେଉଁ ଆମର ପିଲାମାନେ ଯେଉଁ ଗଣେଶ ପୂଜା କରୁଛନ୍ତି, ଆପଣ କେମିତି ଲାଗୁଛି ଏଠି ଆସିବା? ନା, ଏଟା ଭଲ ଲାଗୁଛି, ବହୁତ ଉତ୍ସାହିତ ଲାଗୁଛି। ଆମେ କୀର୍ତ୍ତନ କରୁଛୁ, ବହୁତ ଉତ୍ସାହିତ ଲାଗୁଛି, ଆମକୁ ବହୁତ ସମ୍ମାନ ଦେଉଛନ୍ତି। ଆଉ ପ୍ରଥମ ବର୍ଷ କରିକି ପୂଜା ଆରମ୍ଭ ଏ ପ୍ରଥମର ବହୁତ ସମ୍ମାନ ଆମକୁ ଦେଲେଣି, ଆଉ ବହୁତ ଉତ୍ସାହିତ ଲାଗୁଛି ଆମକୁ। ପ୍ରତ୍ୟେକ ବର୍ଷ ଏଇଭଳି ପିଲାମାନଙ୍କୁ ଏମିତି ହଉ, ପ୍ରତିବର୍ଷ ପିଲାମାନଙ୍କର ଏମିତି କାର୍ଯ୍ୟକ୍ରମଟା ସବୁ ଅନୁଷ୍ଠାନଟି ବଞ୍ଚେଇ ରହୁ ସବୁଦିନ ପାଇଁ। ଆମେ ବି ଏଇ କୀର୍ତ୍ତନ ଅଛୁ, ବଞ୍ଚେଇକି ରଖିଛୁ। ଆମେ ଏଇଠି ଅଛୁ, ଏଇଠି ଆମ ଘର ଆଗମରେ ଆମେ ଉପସ୍ଥିତ ରହିବୁ। କୀର୍ତ୍ତନ ସବୁ ବର୍ଷ ପାଇଁ ଏଇଠିକି ଆସିବୁ, ଆମ ଗାଁ ଆଉ ଠାକୁର। ବର୍ତ୍ତମାନ ଶୁଣୁଥିଲେ ଯେ ଆମର କୀର୍ତ୍ତନ ଯେଉଁ ମଣ୍ଡଳୀ ଅଛନ୍ତି, ଭାଇ ଆମର କହିଲେ ଯେ ବର୍ତ୍ତମାନ ଦୀର୍ଘ ବର୍ଷ ଧରି କୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ଏବଂ ଏ ଚାନ୍ଦମା ଗ୍ରାମର ପିଲାମାନଙ୍କୁ ସହଯୋଗ କରୁଛନ୍ତି ଏବଂ ଆହୁରି ତାଙ୍କର ଦୀର୍ଘ ଯେଉଁ 12 ବର୍ଷ କାର୍ଯ୍ୟକ୍ରମ ରହିଛି କରୁଛନ୍ତି, ସେ ସହଯୋଗ କରିବେ ବୋଲି ଆଶା ବିଶ୍ୱାସ। ନମସ୍କାର।